କଳାହାଣ୍ଡିରେ ବକ୍ସାଇଟ୍ ଖଣିଜକୁ କେନ୍ଦ୍ର କରି ଏକ ସଚେତନାମୂଳକ ପ୍ରୟାସ ସ୍ଥାନୀୟ ଲୋକମାନଙ୍କୁ ଆକର୍ଷିତ କରିଛି। ନଳାର ରତ୍ନଗିରି ନାଟ୍ୟ ସଂସଦ 13 ସେପ୍ଟେମ୍ବରରୁ ଉଲିସିକିରା ଏବଂ ସମରକଟରେ ଓ 14 ସେପ୍ଟେମ୍ବରରେ ନଲାଠାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ବିଷୟଟିକୁ ସମାଜରେ ଉଠାଇ ଆଣିଲେ। ପାରମ୍ପରିକ ଲୋକବାଦ୍ୟ ସହିତ ପ୍ରସ୍ତୁତ ଏହି ନାଟକମାନେ ଅଞ୍ଚଳରେ ବଡ଼ ପ୍ରେକ୍ଷାଳୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ଶିଳ୍ପୀମାନେ ଅଭିନୟରେ ଦେଖାଇଲେ କଳାହାଣ୍ଡିରେ ପ୍ରଚୁର ବକ୍ସାଇଟ୍ ମହଜୁଦ ଥିଲେ ସତେ ଦେଶ ଏବେ ସୁଦ୍ଧା ବିଦେଶରୁ ଏହି ଖଣିଜକୁ ଆମଦାନୀ କରୁଛି। ନାଟକରେ ପ୍ରଶ୍ନ ଉଠିଲା, କାହିଁକି ସ୍ଥାନୀୟ ସମ୍ପଦ ଅବ୍ୟବହୃତ ରହିଛି ଏବଂ ଏହାର ପ୍ରଭାବ କେବଳ ଦେଶର ଅର୍ଥନୀତିରେ ନୁହେଁ ଅଞ୍ଚଳର ଉନ୍ନତିରେ ମଧ୍ୟ ଦେଖାଯାଉଛି। ଶିଳ୍ପୀମାନେ ଉଦାହରଣ ଦେଇ ବୁଝାଇଲେ, ବକ୍ସାଇଟ୍ରୁ ନିଷ୍କାସିତ ଆଲୁମିନିୟମ ମୋବାଇଲ ଫୋନ୍, ବିମାନ ଏବଂ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ। ଯଦି ଦାୟିତ୍ୱପୂର୍ଣ୍ଣ ଭାବରେ ଏହି ସମ୍ପଦକୁ ବ୍ୟବହାର କରାଯାଏ, କଳାହାଣ୍ଡିରେ କାର୍ଯ୍ୟ ସୃଷ୍ଟି, ଭଲ ରାସ୍ତା, ଉନ୍ନତ ଶିକ୍ଷା, ଚିକିତ୍ସା ସୁବିଧା ଏବଂ ସ୍ଥାନୀୟ ଉଦ୍ୟମିତାକୁ ବୃଦ୍ଧି କରିହେବ। ନାଟକମାନେ କେବଳ ମନୋରଞ୍ଜନ ନୁହେଁ ବରଂ ଏକ ଜାଗରଣ ସନ୍ଦେଶ। ସ୍ଥାନୀୟ ଲୋକମାନେ ପ୍ରୟାସକୁ ବଡ଼ ପ୍ରଶଂସା କରି ଏକ ପ୍ରେକ୍ଷକ କହିଲେ, ଏହା ଏକାଧାରରେ କଳା, ଏକାଧାରରେ ସଚେତନତା। ଏହି କାର୍ଯ୍ୟକ୍ରମ ରତ୍ନଗିରି ନାଟ୍ୟ ସଂସଦଙ୍କ ପାଇଁ ସାମାଜିକ ସଚେତନତା ସହିତ କଳାକୁ ଏକତ୍ର କରିବାର ଆଉ ଗୋଟିଏ ମାଇଲଷ୍ଟୋନ୍। लेटेस्ट न्यूज अपडेट पाई www.nowodisha.com को लॉगिन करंतु।